ପିଲାମାନେ ଆସ ଆଜି ପଢ଼ିବା ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବସିତ ବିଭିନ୍ନ ପର୍ବପର୍ବାଣି ଓ ଓଷାବ୍ରତ ସମ୍ପର୍କରେ। ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସବୁବେଳେ ନିଆରା। ଉତ୍କଳ ହେଉଛି ଶ୍ରୀ ଜଗନ୍ନାଥଙ୍କର ଦେଶ। ଓଡ଼ିଆ ଜାତିର ସାମାଜିକ ଓ ସାଂସ୍କୃତିକ ଜୀବନରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ପ୍ରାଣର ଦେବତା। କଥାରେ ଅଛି 12 ମାସରେ 13 ପର୍ବ। ସବୁ ଏହି ଓଡ଼ିଶା ମାଟିରେ। ଓଡ଼ିଶାର ଜନଜୀବନରେ ବହୁ ଦେବାଦେବୀଙ୍କର ପୂଜା ଅର୍ଚ୍ଚନା ବହୁ ପ୍ରାଚୀନ କାଳରୁ ହେଇ ଆସୁଛି। ଆମେ ଯେଉଁ ଓଷାବ୍ରତ ବା ପର୍ବପର୍ବାଣି ପାଳନ କରିଥାଉ ତାହାକୁ ବୈଶାଖ ମାସଠାରୁ ଆରମ୍ଭ କରି ଚୈତ୍ର ମାସ ମଧ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବ ପାଳିତ ହୋଇଥାଏ। ଆମେ ପ୍ରଥମେ ବୈଶାଖ ମାସର ବିଷୁବ ସଂକ୍ରାନ୍ତି ଠାରୁ ଆମ ନବବର୍ଷର ପର୍ବ ପାଳନ କରିଥାଉ। ଏହାକୁ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦିନ ତୁଳସୀ ଚଉରା ମୂଳରେ ବସୁନ୍ଧରା ଠେକି ବାନ୍ଧି ଆମେ ମା ବୃନ୍ଦାବତୀଙ୍କୁ ପୂଜା କରିଥାଉ। ସକାଳେ ବୃନ୍ଦାବତୀଙ୍କୁ ଅର୍ଘ୍ୟ ଏବଂ ଜଳଦାନ ପୂର୍ବକ ପୂଜା ଅର୍ଚ୍ଚନା କରୁଥିଲା ବେଳେ ସନ୍ଧ୍ୟାବେଳେ ଦୀପଦାନ କରି ସମଗ୍ର ହିନ୍ଦୁ ନାରୀମାନେ ଉତ୍କଳୀୟ ପରମ୍ପରାର ପର୍ବ ପାଳନ କରିଥାନ୍ତି। ଏହା ପରେ ପରେ ଅକ୍ଷୟ ତୃତୀୟା, ଯାହା ଭାରତୀୟ ହିନ୍ଦୁ ସମାଜରେ ଏକ ମୁଖ୍ୟ ପର୍ବ ଭାବରେ ପାଳନ କରାଯାଏ। ଏହା ବୈଶାଖ ମାସର ଶୁକ୍ଳ ତୃତୀୟା ତିଥିରେ ପାଳିତ ହୋଇଥାଏ। ଏହି ଦିନ ପ୍ରତ୍ୟେକଟି କୃଷକ ସ୍ନାନ ଶୌଚ ହୋଇ ହଳଦୀ, ଚନ୍ଦନ, ସିନ୍ଦୁର ମଣ୍ଡିତ ବିହନ ଧାନପୂର୍ଣ୍ଣ ନୂତନ ଗଉଣୀରେ ନେଇ ଶଙ୍ଖଧ୍ୱନି ସହିତ ବିଲକୁ ଯାଇ କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଏହି ଦିନ ମଧ୍ୟ ବିବାହ, ବ୍ରତ, ଗୃହ ନିର୍ମାଣ କରିବା ପାଇଁ ଏକ ଉପଯୁକ୍ତ ସମୟ। ଏହାକୁ ଉତ୍କଳୀୟ ପରମ୍ପରାର ପ୍ରଧାନ ପର୍ବ ଭାବରେ ମଧ୍ୟ ପାଳନ କରାଯାଇଥାଏ। ଏହା ପରେ ପରେ ଆଷାଢ଼ ମାସର ଆଦ୍ୟ ସମୟରେ ଆମେ ପାଳନ କରୁ ରଜ ପର୍ବ। ଏହି ଦିନ ଧରା ସ୍ନାନ ଉତ୍ସବ ପାଳନ କରାଯାଏ ବୋଲି କୁହନ୍ତି। ବିଶେଷ କରି ଝିଅମାନେ ଏହି ପର୍ବ ପାଳନ କରିଥାନ୍ତି। ଦୋଳି ଖେଳିବା, ସୁସ୍ୱାଦୁ ପିଠାପଣା ଖାଇବା, ପାନ ଖାଇ ସାହି ସାହି ବୁଲିବା ଇତ୍ୟାଦି କାର୍ଯ୍ୟ କରି ନୂଆ ବସ୍ତ୍ର ପରିଧାନ କରିବାର ଯେଉଁ ଆନନ୍ଦ, ତାହା ଉତ୍କଳୀୟ ପରମ୍ପରାର ଏକ ପ୍ରଧାନ ପର୍ବ ଭାବରେ ରଜ ପର୍ବକୁ ଆମେ ନେଇଥାଉ। ଏହା ପରେ ପରେ ଯେଉଁ ପର୍ବ ଆମକୁ ଅତି ମାତ୍ରାରେ ଆକୃଷ୍ଟ କରେ ତାହା ହେଉଛି ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରାର ପର୍ବ। ଏହି ଦିନ ଓଡ଼ିଆ ଜାତିର ଐତିହାସିକ ଦିଗ୍ବିଜୟର କାହାଣୀ ମଧ୍ୟ ପ୍ରଚାରିତ ହୋଇଥାଏ। ଏହାରି ଭିତରେ ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ସୁନାବେଶ ଇତ୍ୟାଦି ଅନେକ ପର୍ବ ପାଳିତ ହୋଇଯାଇଥାଏ। ଜଗନ୍ନାଥ କେବଳ ଉତ୍କଳୀୟଙ୍କର ନୁହଁ, କେବଳ ହିନ୍ଦୁମାନଙ୍କର ନୁହଁ, ସେ ଶିଖର ବି, ସେ ଜୈନଙ୍କର ବି, ସେ ସୌର ଗାଣପତ୍ୟ ଦେବତା ଭାବରେ ପ୍ରସିଦ୍ଧ। ସେ ବିଶ୍ୱର ଦେବତା। ଏହି ଗଣପର୍ବ ଭାବରେ ଆମେ ରଥଯାତ୍ରାକୁ ପାଳନ କରିଥାଉ। ଏହା ପରବର୍ତ୍ତୀ ସମୟରେ ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ପାଳିତ ହୁଏ, ଯାହାକୁ ଆମେ ଜନ୍ମାଷ୍ଟମୀ କହିଥାଉ। ଏହା ମଧ୍ୟ ଖୁବ୍ ଆଡ଼ମ୍ବରରେ ଆମେ ପାଳନ କରିଥାଉ। ଏହାର ଠିକ୍ ପରେ ପରେ ବୁଦ୍ଧିଦାତା, ସିଦ୍ଧିଦାତା, ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କର ଉତ୍ସବ ପାଳିତ ହୋଇଥାଏ। ତାହାକୁ ଆମେ ଗଣେଶ ଚତୁର୍ଥୀ ବୋଲି କହିଥାଉ। ସେ ବିଦ୍ୟାଦାତା ଏବଂ ବୁଦ୍ଧିଦାତା ମଧ୍ୟ। ତେଣୁ ପ୍ରତିଟି ଛାତ୍ର ଆଉ ଛାତ୍ରୀ ତଥା ବିଭିନ୍ନ ଲୋକମାନେ ଏହି ଭାଦ୍ରବ ମାସ କୃଷ୍ଣ ଚତୁର୍ଥୀ ତିଥିରେ ଗଣେଶଙ୍କର ପବିତ୍ର ଉତ୍ସବ ପାଳନ କରିଥାନ୍ତି। ଏହାପରେ ଆସେ ଆଶ୍ୱିନ ମାସ। ଆଶ୍ୱିନ ମାସର ଅମାବାସ୍ୟାରେ ମହାଳୟା ପର୍ବ ପାଳିତ ହୋଇଥାଏ, ଯେଉଁଦିନ କି ଆମେ
ଆମର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଏବଂ ତିଳତର୍ପଣ ଆଦି ବିଭିନ୍ନ କାର୍ଯ୍ୟ କରିଥାଉ। ଏହା ପରେ ପରେ କିନ୍ତୁ ଆସିଯାଏ ଦୁର୍ଗା ପୂଜା ଆଉ ଦଶହରାର ସର୍ବଭାରତୀୟ ପର୍ବ। ଏହା ପ୍ରତିଟି ଓଡ଼ିଆଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ, ଏମିତିକି ବଙ୍ଗଳା ଓଡ଼ିଶାର ଏକାଧିକ ସ୍ଥାନରେ ଏହା ଏକ ପାରମ୍ପରିକ ରୀତିରେ ପାଳନ କରାଯାଏ। ଦଶହରା ପୂର୍ବ, ନବରାତ୍ର, ଷୋଳ ପୂଜା, ପାର୍ବଣ ଉତ୍ସବ ଇତ୍ୟାଦି ବିଭିନ୍ନ ପର୍ବଗୁଡ଼ିକ ଏହି ସମୟରେ ପାଳିତ ହୁଏ ଖୁବ୍ ସମାରୋହରେ। ଦଶଭୁଜା ମାଙ୍କର ମୃଣ୍ମୟୀ ପ୍ରତିମା ମଧ୍ୟ ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପରେ ସ୍ଥାନ ପାଏ। ଏହି ଦିନ ରାମଚନ୍ଦ୍ର ରାବଣକୁ ମାରି ବିଜୟୀ ହୋଇଥିଲେ। ତେଣୁ ମା ଦୁର୍ଗାଙ୍କୁ ପୂଜା କରି ଏହି କାର୍ଯ୍ୟରେ ସେ ସିଦ୍ଧି ଲାଭ କରିଥିବାରୁ ସେହି ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲି ଆସିଛି, ଯାହାକୁ ଆମେ ବିଜୟା ଦଶମୀ ବୋଲି କହିଥାଉ। ଠିକ୍ ଆଶ୍ୱିନ ପୂର୍ଣ୍ଣିମା ଦିନ ପାଳନ କରାଯାଏ କୁମାର ଉତ୍ସବ। ଓଡ଼ିଆ ଘରର ପ୍ରତିଟି କୁମାରୀ ଏବଂ କୁମାରମାନେ ନୂଆ ଜାମା ପିନ୍ଧି ଚାନ୍ଦକୁ ପୂଜା କରିଥାନ୍ତି। ଏହା ପରବର୍ତ୍ତୀ ସମୟରେ ଆମର ଏକ ସୁନ୍ଦର ପର୍ବ ଆମେ ପାଳନ କରୁ, ତାହା ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଦିନ ବିଭିନ୍ନ ଦେବାଦେବୀଙ୍କର ଉପାସନା, ବିଭିନ୍ନ ବିଧିବିଧାନ ଅନୁସାରେ ପିତୃପୁରୁଷଙ୍କୁ ଉପାସନା, କୃଷି ସଂଯୁକ୍ତ ପରମ୍ପରା ଇତ୍ୟାଦି ପାଳନ କରୁ। ସେଥିପାଇଁ ଆମେ ପିତୃପୁରୁଷଙ୍କୁ ବଡ଼ ବଡ଼ୁଆ କହି ସାଧାରଣ ଲୋକ ଦୀପାବଳି ଉତ୍ସବକୁ ପାଳନ କରିଥାନ୍ତି। ଏହା ପରେ ପରେ ମାର୍ଗଶିର ମାସର ପ୍ରଥମ ଗୁରୁବାର ଠାରୁ ଶେଷ ଗୁରୁବାର ପର୍ଯ୍ୟନ୍ତ ଲକ୍ଷ୍ମୀ ପୂଜା ଘରେ ଘରେ ଆରାଧନା କରାଯାଏ। ନୂଆ ଧାନରେ ଲକ୍ଷ୍ମୀଙ୍କର ପୂଜା କରାଯାଏ। ଏହାକୁ ମାଣବସା ଗୁରୁବାର ମଧ୍ୟ ପାଳନ କରାଯାଇଥାଏ। ଏଥିରେ ଆଦିମାନବର ମାତୃଚେତନା, ଶସ୍ୟ ଉତ୍ପତ୍ତି ମୂଳରେ ଭୂମି ଉପାସନାର କଥା ମଧ୍ୟ ବିଭିନ୍ନ ପର୍ବ ମାଧ୍ୟମରେ ପାଳନ କରିଥାଉ। ଲୋକ ସଂସ୍କୃତିକୁ କେନ୍ଦ୍ର କରି ଏହି ଲକ୍ଷ୍ମୀ ପୂଜା ପାରମ୍ପରିକ ବିଧି ଅନୁସାରେ ଅନେକ ନୀତି ନିୟମ ଅନୁସାରେ କରାଯାଏ। ଏହି ପୂଜା କରିବା ପଛରେ ଏକ ବିଶ୍ୱାସ ଅଛି। ଘରେ ଘରେ ଲକ୍ଷ୍ମୀ ବାସ କଲେ ସମସ୍ତେ ସୁଖରେ ଆନନ୍ଦରେ ସମୟ କାଟିବେ। ତେଣୁ ବଡ଼ି ଭୋରରୁ ଉଠି ସବୁ ନାରୀମାନେ ସ୍ନାନାଦି କାର୍ଯ୍ୟ ସମାପନ କରି ମା ଲକ୍ଷ୍ମୀଙ୍କୁ ଆବାହନ କରିଥାନ୍ତି ଝୋଟି ମାଧ୍ୟମରେ। ଲକ୍ଷ୍ମୀ ପୂଜା ସରିବା ପରେ ପରେ ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୋଇଥାଏ। ଏଥିରେ ସୂର୍ଯ୍ୟଙ୍କୁ ଆମେ ପୂଜା କରିଥାଉ। ପ୍ରଚଣ୍ଡ ଖରାରୁ ରକ୍ଷା କରି ଏ ପୃଥିବୀ ପୃଷ୍ଠକୁ ଶୀତଳତା ଛୁଆଇଁ ଦେବା ପାଇଁ ଆମେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରୁ। ଏଥିସହିତ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ ବୋଲି ଆମେ ମଧ୍ୟ ପ୍ରତିଟି ଓଡ଼ିଆ ସୁସ୍ଥ ରହିବା ପାଇଁ ଶାମ୍ବ ଦଶମୀ ପୂଜା ପାଳନ କରିଥାଉ। କୃଷିର ଶେଷ ପର୍ବ ଭାବରେ ଆମେ ନେଇଛୁ ମକର ପର୍ବ। ଏହି ଦିନ ଆମେମାନେ ଖୁବ୍ ସମାରୋହରେ ଧରଣୀ ମା'ର ପୂଜା କରିଥାଉ। ମକର ପର୍ବରେ ଆମେ ମକର ଚାଉଳ ଗୋଳେଇକି ଖାଉ। ଏଥିରେ ବିଭିନ୍ନ ସାମଗ୍ରୀ ପଡ଼ି ଖୁବ୍ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଥାଏ ମକର ଚାଉଳ। ଏଥିରେ ମିଶୁଥିବା ଦ୍ରବ୍ୟ ଗୁଡ଼ିକ ହେଉଛି ଚାଉଳ, ଗୁଡ଼, ଅଦା, ଆଖୁ, ଛେନା, ନଡ଼ିଆ କୋରା, ପାଚିଲା କଦଳୀ ଇତ୍ୟାଦି ଇତ୍ୟାଦି। ଏହା ପ୍ରଥମେ ଠାକୁରଙ୍କ ପାଖରେ ଭୋଗ ଲାଗେ, ଆଉ ତାପରେ ଆମ ଓଡ଼ିଆଙ୍କ ଭିତରେ ଭାଇଚାରା ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଚିହ୍ନା ଲୋକଙ୍କୁ ଆମେ ଏହି ମକର ଚାଉଳ ଖାଇବାକୁ ଦେଇଥାଉ। ମକର ପର୍ବ ଶେଷରେ ମାଘ ପଞ୍ଚମୀରେ ବାଗ୍ଦେବୀ ମା ସରସ୍ୱତୀଙ୍କର ପୂଜା କରାଯାଇଥାଏ, ଯାହାକୁ ଆମେ ଶ୍ରୀପଞ୍ଚମୀ କହୁ।
ଏହି ଦିନ ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କର ଉପାସନା କରାଯାଇ ବିଦ୍ୟା ଲାଭ କରିବା ପାଇଁ ଆମେ ମାଙ୍କୁ ପ୍ରାର୍ଥନା କରିଥାଉ। ଏହାପରେ ମାଘ ପୂର୍ଣ୍ଣିମା ଦିନ ଆମେ ଉତ୍ସବ ଭାବରେ ଅଗ୍ନି ଉତ୍ସବ ପାଳିତ କରିଥାଉ। ଏହି ଦିନ ଗାଁ ହେଉ ବା ସହର ଏକ 3 ଛକରେ ଆମେ ସେଥିରେ କୁଟା ପାଳ ଇତ୍ୟାଦିକୁ ଅଗ୍ନି ସଂଯୋଗ କରି ସେଥିରେ ବିଭିନ୍ନ ପୂଜା ଅର୍ଚ୍ଚନା କରି ଆମେ ଆମର ଅଗ୍ନିଦେବଙ୍କ କୋପରୁ ପୃଥିବୀକୁ ରକ୍ଷା କରିବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରିଥାଉ। ପରବର୍ତ୍ତୀ ସମୟରେ ଫାଲ୍ଗୁନ ମାସ ଅମାବାସ୍ୟା ତିଥିରେ ଆମେ ପାଳନ କରୁ ଜାଗର ଅମାବାସ୍ୟା ବା ଶିବରାତ୍ରି। ଏଥିରେ ଆମେ ମହାଦୀପ ପ୍ରଦାନ କରି ସଂସାରର ଦୁଃଖ କଷ୍ଟ ଦୁର୍ଦ୍ଦଶା ଇତ୍ୟାଦିକୁ ଦୂର କରିବା ପାଇଁ ପ୍ରତ୍ୟେକଟି ନରନାରୀମାନେ ରାତି ସାରା ଉପବାସ ରହି ଏକାଗ୍ର ଚିତ୍ତରେ ଦୀପରେ ଘିଅ ଦାନ କରି ଜାଳନ୍ତି ଏବଂ ମହାଦୀପ ଉଠିଲା ପରେ ନିଜର ଓଷା ବା ବ୍ରତଟିକୁ ସେମାନେ ଉଝେଇଥାନ୍ତି। ଆହାର ପରେ ପରେ ଫାଲ୍ଗୁନ ମାସରେ ଦୋଳ ମହୋତ୍ସବ ଓଡ଼ିଶାର ଘରେ ଘରେ କୋଣେ କୋଣେ ପାଳନ ହୋଇଥାଏ। ଏଥିରେ ସମସ୍ତେ ପରସ୍ପର ହୋଲି ବୋଳାବୋଳି ହେବା ସହିତ ବିଭିନ୍ନ ଆମର ଯେଉଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ ଏହି ଭାଇଚାରାର ଗଣପର୍ବକୁ ପାଳନ କରିଥାଉ। କେତେକ ସ୍ଥାନରେ ନାମଯଜ୍ଞ ସଂକୀର୍ତ୍ତନ ଇତ୍ୟାଦି କରାଯାଇଥାଏ। ମହାମନ୍ତ୍ର ଯୋଗ ସାଧନ କରିବା ସହିତ କୃଷ୍ଣଙ୍କର ନାମ କୀର୍ତ୍ତନ କରାଯାଇ ଓଡ଼ିଶାର ପରମ୍ପରାକୁ ବଜାଇ ରଖାଯାଏ। ପରିଶେଷରେ ଏତିକି କହିବ, ଧର୍ମ ସହିତ ଆମ ପର୍ବପର୍ବାଣି ଅତ୍ୟନ୍ତ ଏବଂ ଅତି ନିବିଡ଼ ମଧ୍ୟ। ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଧର୍ମ ପର୍ବ ଓଷା ବ୍ରତର ସବୁ ଯେଉଁ ନିୟମ ରହିଛି ତାହାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆମେ ଧର୍ମକୁ ବିଶ୍ୱାସ କରି ସମାଜକୁ ଶୃଙ୍ଖଳିତ କରିଥାଉ। ଗୋଟିଏ ସୁସ୍ଥ ସୁନ୍ଦର ଆନନ୍ଦମୁଖର ସମାଜ ଗଠନରେ ମଣିଷକୁ ଧର୍ମ ହିଁ ସାହାଯ୍ୟ କରିଥାଏ। ତେଣୁ ଆମ ପରମ୍ପରାରେ ଆମ ସଭ୍ୟତାରେ ଆମ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କୁ ନେଇ ଆମେ 12 ମାସରେ 13ଟି ପର୍ବ ପାଳନ କରିଥାଉ। ଏହାଦ୍ୱାରା ଆମର ଐତିହ୍ୟ ପରମ୍ପରା ପୂଜାବିଧିର ସମନ୍ୱୟ ଇତ୍ୟାଦି ରକ୍ଷା ହେବା ସହିତ ଭାଇଚାରା ମଧ୍ୟ ବୃଦ୍ଧି ଘଟିଥାଏ।